आकाशवाणी कटक प्रचार करुछु अतिबड़ी जगन्नाथ दास विरचित श्रीमद् भागवतर 34तम भाग। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। दिने राजा परीक्षित बण को शिकार पाई जाइथिले। कौनसी जंतु पाइले नाही। भोक शोषरे आउटु पाउटु हेले। पानी टोपिए न पाई चालू चालू जड़े मुनि आश्रम पहुंची पानी मागिले। मुनि सेतेबेले गछमूले बसी ध्यान करुथिबारु राजांक कथा शुणी पारले नाही। साधारणतः ऋषि आश्रम राजा को सम्मान देखै चर्चा करा जाए, मात्र एठारे सेपरी किछि चर्चा न हेबारु राजा को अपमान लागिला। राजा रागी गले। पाखरे पड़िथिबा मला सापटा को धनु हुଳରେ टेकी मुनिक गଳାରେ पकई देई उवासକୁ फेरी आसिले। मुनिक पुओ पिलामानक संगे खेलुथिला बेले जानिले जे तांको बापांक गଳାରେ केही जणे मला साप पकई देई जाइछि। से तत्क्षणात हातरे चळु धरी अभिशाप देले, मो बापांक गଳାରେ साप जे पकईछि ताकू आजिठु 7 दिन भितरे तक्षक दंशन करू। बापांक पाखକୁ जाई ऋषिपुत्र कांदिबाकू लागिले। सूत उवाच पुत्र रोदन कर्णे शुणी ध्यान तेजिला विप्रमणि से अंगीरस निजासने चाहिला उन्मील लोचने आपणा गले सर्प देखी उठिला आसन उपेखी गलारू सर्प को पकाई पुछई पुत्र मुख चाही हे पुत्र कांदू किस अर्थे कि प्राणी शोक देला तोते पिता वचन शुणी बड़ा संक्षेपी सकल कहिला हेता तो शुण मोर बाणी मृगया आसी नृपमणि मौन व्रत तोर देखी स्वधर्म कला से उपेखी मृत रग तोर गले देई चलिला अवहेले मुताकू जानी साप देली तक्षके मर तू बोइली एबे तो गले सर्प चाही भय कांदई दूरे रही पुत्र वचन शुणी कर्णे कूप बसिला विप्रमने पुत्र को चाही कोप भरे बोलई निष्ठुर उतरे अल्प अपराधे तुही ए कर्म कलु किस पाई से भागवत पुण्य देही ए साप ताकू न जोगाई अल्प अपराधे देख दुर्बुद्धि बिहिलु बाळ
କରି ଧର୍ମ ସମ୍ପଦ ସୁଖ ସିରି ପ୍ରଜାଏ ସୁଖେଣ ଭୁଜନ୍ତି ସେ କି କାହାରେ ତ୍ରୋହ ଚିନ୍ତି ଏବେ ରାଜାର ଅନ୍ତେ ମହି ଚୌର୍ଯ୍ୟ ବଳ ଦର୍ପ ବହି ଅରକ୍ଷ ମେଷ ଯୁଥ ପ୍ରାୟ ଲୋକ ନାସିବେ ଚୋର ଭଏ ଧନ ହରିବେ ଅନ୍ୟ ଅନ୍ୟେ ପ୍ରଜା ପଶିବେ ଘୋର ବନେ ନିର୍ଭয়ে ପଶୁଙ୍କୁ ହିଂସିବେ ପରର ମଣି ନ ମାନିବେ ଅନାଥ ହୋଇବ ସଂସାର ସେ ପାପ ହୋଇବ ଆମ୍ଭର ଧର୍ମ ଛାଡ଼ିବ ଚାରିପାଦେ ଯିବା ବିହିତ ଅଛି ବେଦେ ବର୍ଣ୍ଣ ଆଶ୍ରମ ଯେ ଆଚାର ଏ ତିନି ଧର୍ମ ଯେ ବେଦର ସେ ଧର୍ମ ତେଜି ଅଭ୍ୟନ୍ତରେ ପଶିବେ ଅଧର୍ମ ବ୍ୟବହାରେ ସର୍ବେ ବୁଡ଼ିବେ ଅର୍ଥ କାମେ ବଞ୍ଚିବେ ସ୍ୱନ କପି ଧର୍ମେ ଏ ଧର୍ମ ପାଳ ନରପତି ସୁକୃତବନ୍ତ ଚକ୍ରବର୍ତ୍ତୀ ସାକ୍ଷାତ ମହାଭାଗବତ ସେ ରାଜ ଋଷି ପରୀକ୍ଷିତ କଲା ଯେ ତିନି ଅଶ୍ୱମେଧି ଆଗମ ନିଗମ ପ୍ରସିଦ୍ଧି କ୍ଷୁଧା ତୃଷାରେ ବୁଲିବନି ମିଳିଲା ମୋହର ଆଶ୍ରମେ ତାହାଙ୍କୁ ଶାନ୍ତି ତୁ ନ କଲୁ ବିଶେଷ ଘୋର ସାପ ଦେଲୁ ସେ ଆମ୍ଭ ସାପେ ଯୋଗ୍ୟ ନୁହେଁ ଅଶେଷ ଧର୍ମେ ଦେହ ବହେ ଏମନ୍ତେ କୃଷ୍ଣ ମନେ ଧାଇ ବ୍ରାହ୍ମଣ ବୋଲି ତ୍ରାହି ତ୍ରାହି ନିଷ୍ପାପ ଭୃତ୍ୟ କୁଏ ବଳେ ଦ୍ରୋହ ଚିନ୍ତିଲା ମୋହି ତଳେ ଅଳପ ବୁଦ୍ଧି ଏ ବାଳକ ଏହାର ମନେ କଲା ଦୁଃଖ ଘନାଥ କରୁଣା ସାଗର ବାଳକ ଦୋଷ କ୍ଷମା କର ନିନ୍ଦା କପଟ ଅବଜ୍ଞାନ ସାପ ତାଡ଼ନ ଆଦିମାନ କଲା ପ୍ରାଣୀ କି ପ୍ରତିକୃତ ନ करे ଯେ ତୋର ଭକତ ତୋହର ଭକତ ଯେ ଜନ କୋପନ ବସେ ତାର ମନ ପ୍ରାଣୀଙ୍କ ଅପରାଧ ସହି ତୋହର ଭାବେ ଚିତ ବହେ ଅତି ଅନ୍ୟାୟ କର୍ମ ମୋର ମୁଁ କର୍ମହୀନ ଦୁରାଚାର ନିରପରାଧୀ ଦ୍ରୋହ ଚିନ୍ତି ମୋର ଚିତ୍ତେ କରୁ ଭ୍ରାନ୍ତି ଦେବ ହେଳନ କର୍ମ ମୋର ନିଶ୍ଚୟ ଲଭିଲି ଦାମୋଦର ଦୁଃଖ ମୁଁ ଲଭିବି ନିକଟେ ଏ ଘୋର ସଂସାର ସଙ୍କଟେ ଏମନ୍ତେ ପୁତ୍ର ଅପରାଧୀ ମହତ ସାପ ଅପବାଦେ ଅନୁତାପିତ ବିପ୍ରବର ବୋଲେ ଗୋବିନ୍ଦ ରକ୍ଷା କର ରାଜା ଯେ ଅପରାଧ କଲା ସେ କଥା ଚିତେ ନ ଘେନିଲା ଏ ନର ଲୋକେ ସାଧୁ ଯେତେ କୋପ ନ ବସେ ତାଙ୍କ ଚିତେ ପ୍ରାଣୀଙ୍କ ଦୋଷ ନ ଘେନନ୍ତି ସ୍ତୁତିରେ ହରସ ନୁହନ୍ତି ପର ଦୁଃଖରେ ଦୁଃଖୀ ହନ୍ତି ସମ ଦୃଷ୍ଟିରେ ଆତ୍ମା ଚିନ୍ତି ସେ ସାଧୁ ଜନଙ୍କର କଥା କେବେ ନୁହଁ ଅନ୍ୟଥା ବୋଲୋ ଏ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ସୁଜନ ଜନଙ୍କର ହିତେ ଯେବା ପ୍ରକାଶ ମୋର ଚିତେ ସୁଜନେ ନ ଘେନିବ ଦାସ ମୁଁ ତୁମ୍ଭ ଦାସଙ୍କର ଦାସ ସୁଜନେ ନ ଘେନିବ ଦାସ ମୁଁ ତୁମ୍ଭ ଦାସଙ୍କର ଦାସ इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे विप्रशापोपलम्भनं नाम 18 ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 34ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ ଏବଂ ଶୈଳଭୌମ ମହାପାତ୍ର।
ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖେଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।